प्रथम प्रश्न ଜାନୁଆରୀ 26 ତାରିଖକୁ କେଉଁ ଦିବସ ରୂପେ ପାଳନ କରାଯାଏ? ଏହାର ସଠିକ୍ ଉତ୍ତର ହେଉଛି ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ। ଜାନୁଆରୀ 26 ତାରିଖକୁ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ ଭାରତରେ ପ୍ରଥମେ କେବେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା? ଏହାର ସଠିକ୍ ଉତ୍ତର ହେଉଛି 1950 ମସିହା ଜାନୁଆରୀ ମାସ 26 ତାରିଖ। ଭାରତରେ ପ୍ରଥମେ 1950 ମସିହା ଜାନୁଆରୀ ମାସ 26 ତାରିଖରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ ସାଧାରଣତନ୍ତ୍ର ଦିବସ କାହିଁକି ପାଳନ କରାଯାଏ? ଏହାର ସଠିକ୍ ଉତ୍ତର ହେଉଛି ଭାରତର ସମ୍ବିଧାନ 1950 ମସିହା ଜାନୁଆରୀ ମାସ 26 ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ତେଣୁ ଜାନୁଆରୀ ମାସ 26 ତାରିଖକୁ ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସ ରୂପରେ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ ଭାରତର ସମ୍ବିଧାନ କେବେ କାର୍ଯ୍ୟକାରୀ ହୋଇଥିଲା? ଏହାର ସଠିକ୍ ଉତ୍ତର ହେଉଛି 26 ଜାନୁଆରୀ 1950 ମସିହା। ଭାରତର ସମ୍ବିଧାନ 26 ଜାନୁଆରୀ 1950 ମସିହାରେ କାର୍ଯ୍ୟକାରୀ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ ଭାରତୀୟ ସମ୍ବିଧାନର ଜନକ କିଏ? ଏହାର ସଠିକ୍ ଉତ୍ତର ହେଉଛି ଡକ୍ଟର ଭୀମରାଓ ଆମ୍ବେଦକର। ଡକ୍ଟର ଭୀମରାଓ ଆମ୍ବେଦକର ହେଉଛନ୍ତି ଭାରତୀୟ ସମ୍ବିଧାନର ଜନକ। ପରବର୍ତ୍ତୀ ପ୍ରଶ୍ନ ସାଧାରଣତନ୍ତ୍ର ଦିବସରେ କେଉଁ ପୁରସ୍କାର ଦିଆଯାଇଥାଏ? ଏହାର ସଠିକ୍ ଉତ୍ତର ହେଉଛି ରାଷ୍ଟ୍ରୀୟ ବୀରତ୍ୱ ପୁରସ୍କାର। ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରୀୟ ବୀରତ୍ୱ ପୁରସ୍କାର ଦିଆଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ ପ୍ରଥମ ସାଧାରଣତନ୍ତ୍ର ଦିବସ ସମୟରେ ଭାରତର ରାଷ୍ଟ୍ରପତି କିଏ ଥିଲେ? ଏହାର ସଠିକ୍ ଉତ୍ତର ହେଉଛି ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ। ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ସମୟରେ ଭାରତର ରାଷ୍ଟ୍ରପତି ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ଥିଲେ। ପରବର୍ତ୍ତୀ ପ୍ରଶ୍ନ ସାଧାରଣତନ୍ତ୍ର ଦିବସରେ ପ୍ୟାରେଡ୍ କେଉଁଠାରୁ ଆରମ୍ଭ କରାଯାଇଥାଏ? ଏହାର ସଠିକ୍ ଉତ୍ତର ହେଉଛି ରାଷ୍ଟ୍ରପତି ଭବନ ଠାରୁ। ସାଧାରଣତନ୍ତ୍ର ଦିବସରେ ପ୍ୟାରେଡ୍ ରାଷ୍ଟ୍ରପତି ଭବନ ଠାରୁ ଆରମ୍ଭ କରାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ 2024 ମସିହାରେ ଆମେ କେତେତମ ସାଧାରଣତନ୍ତ୍ର ଦିବସ ପାଳନ କରିବା? ଏହାର ସଠିକ୍ ଉତ୍ତର ହେଉଛି 75ତମ। 2024 ମସିହାରେ ଆମେ 75ତମ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ପାଳନ କରିବା। ପରବର୍ତ୍ତୀ ପ୍ରଶ୍ନ ଭାରତର ଜାତୀୟ ସଙ୍ଗୀତ କ'ଣ? ଏହାର ସଠିକ୍ ଉତ୍ତର ହେଉଛି ଜନ ଗଣ ମନ। ଭାରତର ଜାତୀୟ ସଙ୍ଗୀତ ହେଉଛି ଜନ ଗଣ ମନ। ପରବର୍ତ୍ତୀ ପ୍ରଶ୍ନ ଭାରତର ଜାତୀୟ ସଙ୍ଗୀତର ଲେଖକ କିଏ? ଏହାର ସଠିକ୍ ଉତ୍ତର ହେଉଛି ରବୀନ୍ଦ୍ରନାଥ ଟାଗୋର। ଭାରତର ଜାତୀୟ ସଙ୍ଗୀତର ଲେଖକ ହେଉଛନ୍ତି ରବୀନ୍ଦ୍ରନାଥ ଟାଗୋର। ପରବର୍ତ୍ତୀ ପ୍ରଶ୍ନ ଭାରତର ଜାତୀୟ ପତାକାର ନାମ କ'ଣ?
ଏହାର ସଠିକ୍ ଉତ୍ତର ହେଉଛି ତିରଙ୍ଗା ପତାକା। ଭାରତର ଜାତୀୟ ପତାକାର ନାମ ହେଉଛି ତିରଙ୍ଗା ପତାକା। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ପତାକାର ଉପର ଭାଗରେ କେଉଁ ରଙ୍ଗ ଅଛି? ଏହାର ସଠିକ୍ ଉତ୍ତର ହେଉଛି ଗାଢ଼ କମଳା ରଙ୍ଗ। ଭାରତର ଜାତୀୟ ପତାକାର ଉପର ଭାଗରେ ଗାଢ଼ କମଳା ରଙ୍ଗ ରହିଅଛି। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ପତାକାର ମଝି ଭାଗରେ କେଉଁ ରଙ୍ଗ ରହିଅଛି? ଏହାର ସଠିକ୍ ଉତ୍ତର ହେଉଛି ଧଳା ରଙ୍ଗ। ଭାରତର ଜାତୀୟ ପତାକାର ମଝି ଭାଗରେ ଧଳା ରଙ୍ଗ ରହିଅଛି। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ପତାକାର ତଳ ଭାଗରେ କେଉଁ ରଙ୍ଗ ଅଛି? ଏହାର ସଠିକ୍ ଉତ୍ତର ହେଉଛି ଗାଢ଼ ସବୁଜ ରଙ୍ଗ। ଭାରତର ଜାତୀୟ ପତାକାର ତଳ ଭାଗରେ ଗାଢ଼ ସବୁଜ ରଙ୍ଗ ଅଛି। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ପତାକାର ମଝି ଭାଗରେ କେଉଁ ଚିହ୍ନ ଅଛି? ଏହାର ସଠିକ୍ ଉତ୍ତର ହେଉଛି ଅଶୋକ ଚକ୍ର ଚିହ୍ନ। ଭାରତର ଜାତୀୟ ପତାକାର ମଝି ଭାଗରେ ଅଶୋକ ଚକ୍ର ଚିହ୍ନ ଅଛି। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ପତାକାରେ କେତୋଟି ରଙ୍ଗ ଅଛି? ଏହାର ସଠିକ୍ ଉତ୍ତର ହେଉଛି ତିନୋଟି ରଙ୍ଗ। ଉପର ଭାଗରେ ଗାଢ଼ କମଳା ରଙ୍ଗ, ମଝି ଭାଗରେ ଧଳା ରଙ୍ଗ ଓ ତଳ ଭାଗରେ ଗାଢ଼ ଶାଗୁଆ ରଙ୍ଗ ଅଛି। ପରବର୍ତ୍ତୀ ପ୍ରଶ୍ନ, ତିରଙ୍ଗା ପତାକାରେ ଥିବା ଅଶୋକ ଚକ୍ରରେ କେଉଁ ରଙ୍ଗ ରହିଅଛି? ଏହାର ସଠିକ୍ ଉତ୍ତର ହେଉଛି ଗାଢ଼ ନୀଳ ରଙ୍ଗ। ତିରଙ୍ଗା ପତାକାରେ ଥିବା ଅଶୋକ ଚକ୍ରର ରଙ୍ଗ ହେଉଛି ଗାଢ଼ ନୀଳ ରଙ୍ଗ। ପରବର୍ତ୍ତୀ ପ୍ରଶ୍ନ, ତିରଙ୍ଗା ପତାକାରେ ଥିବା ଅଶୋକ ଚକ୍ରରେ କେତୋଟି ଅର ରହିଛି? ଏହାର ସଠିକ୍ ଉତ୍ତର ହେଉଛି 24ଟି। ତିରଙ୍ଗା ପତାକାରେ ଥିବା ଅଶୋକ ଚକ୍ରରେ 24ଟି ଅର ରହିଛି। ପରବର୍ତ୍ତୀ ପ୍ରଶ୍ନ, ତିରଙ୍ଗା ପତାକାରେ ଥିବା ଅଶୋକ ଚକ୍ର ପୂର୍ବରୁ କେଉଁ ଚିହ୍ନ ଥିଲା? ଏହାର ସଠିକ୍ ଉତ୍ତର ହେଉଛି ଅରଟ ବା ଚରଖା। ତିରଙ୍ଗା ପତାକାରେ ଥିବା ଅଶୋକ ଚକ୍ର ଚିହ୍ନ ପୂର୍ବରୁ ଅରଟ ବା ଚରଖା ଚିହ୍ନ ଥିଲା। ପରବର୍ତ୍ତୀ ପ୍ରଶ୍ନ, ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ରେ କେତେ ଜଣ ସେନା ଯୋଗ ଦେଇଥାନ୍ତି? ଏହାର ସଠିକ୍ ଉତ୍ତର ହେଉଛି ତିନୋଟି ସେନା। ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ରେ ତିନୋଟି ସେନା ଯୋଗ ଦେଇଥାନ୍ତି, ଯଥା ବାୟୁସେନା, ସ୍ଥଳସେନା ଓ ଜଳସେନା। ପରବର୍ତ୍ତୀ ପ୍ରଶ୍ନ, ଭାରତର ତିରଙ୍ଗା ପତାକାକୁ କେବେ ରାଷ୍ଟ୍ରୀୟ ଧ୍ୱଜ ରୂପେ ଆପଣାଇ ନିଆଯାଇଥିଲା? ଏହାର ସଠିକ୍ ଉତ୍ତର ହେଉଛି 1946 ମସିହା ଜୁଲାଇ ମାସ 22 ତାରିଖରେ। ଭାରତର ତିରଙ୍ଗା ପତାକାକୁ 1946 ମସିହା ଜୁଲାଇ ମାସ 22 ତାରିଖରେ ରାଷ୍ଟ୍ରୀୟ ଧ୍ୱଜ ରୂପେ ଆପଣାଇ ନିଆଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମ ସାଧାରଣତନ୍ତ୍ର ଦିବସ ସମୟରେ ଭାରତର ପ୍ରଧାନମନ୍ତ୍ରୀ କିଏ ଥିଲେ? ଏହାର ସଠିକ୍ ଉତ୍ତର ହେଉଛି
पंडित जवाहरलाल नेहरू प्रथम साधारणतंत्र दिवस समय भारतर प्रधानमंत्री पंडित जवाहरलाल नेहरू थिले। परवर्ती प्रश्न, भारतर जातीय पताकार डिजाइन किए करिथिले? एहार सठिक उत्तर हेउची पिंगली भेंकैया। भारतर जातीय पताकार डिजाइन पिंगली भेंकैया करिथिले। परवर्ती प्रश्न, पृथ्वीर सबुठारु बड़ गणतंत्र राष्ट्र किए? आपण माने जदि एहार सठिक उत्तर जानिछंती तेबे आम कमेंट बॉक्स रे कमेंट करंतु। परवर्ती प्रश्न, प्रथमे भारतर जातीय संगीत जन गण मन केबे गान करा जायथिला? एहार सठिक उत्तर हेउछि 1911 मसीहारे। भारतर जातीय संगीत जन गण मन प्रथमे 1911 मसीहारे गान करा जायथिला। परवर्ती प्रश्न, साधारणतंत्र दिवस रे राजपथ ठारे किए पताका उत्तोलन करिथांती? एहार सठिक उत्तर हेउची राष्ट्रपति। साधारणतंत्र दिवस रे राजपथ ठारे राष्ट्रपति पताका उत्तोलन करिथांती। परवर्ती प्रश्न, साधारणतंत्र दिवस रे राज्यर राजधानी मानकरे किए पताका उत्तोलन करिथांती? एहार सठिक उत्तर हेउची राज्यपाल। साधारणतंत्र दिवस रे राज्यर राजधानी मानकरे राज्यपाल पताका उत्तोलन करिथांती। परवर्ती प्रश्न, 75तम साधारणतंत्र दिवस रे भारतर राजपथ ठारे किए पताका उत्तोलन करिवे? एहार सठिक उत्तर हेउची श्रीमती द्रौपदी मुर्मू। 75तम साधारणतंत्र दिवस रे भारतर राजपथ ठारे भारतर वर्तमान राष्ट्रपति श्रीमती द्रौपदी मुर्मू पताका उत्तोलन करिवे। जदि आपण माने एही वीडियो माध्यम रे किछि शिकिबाकू पाइले तेबे आम विषय ट्यूटोरियल यूट्यूब चैनल टी को सब्सक्राइब करंतु। ता सहित वीडियो टी को मध्य लाइक करंतु। रहुची नमस्कार, पुणी थरे देखा बा आउ एक नुआ वीडियो रे।